ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢ଼ିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ବିଲୁଆର କାରସାଦି ଧରା ପଡ଼ିଲା। ତ ପିଲାମାନେ, ତମମାନେ ଜାଣିଥିବ, ବର୍ଣ୍ଣବୋଧ ବହିରେ ମଧ୍ୟ ପଢ଼ିଥିବ, ବିଲୁଆ ହେଉଛି ବହୁ ଚତୁର ହେଲା। ବିଲୁଆ ବଡ଼ ଚତୁର, ପଇଡ଼ ଭାରି ମଧୁର ହେଲା। ତ ପିଲାମାନେ, ତମମାନେ ପଢ଼ିଛ କି ନାହିଁ? ତ ସେଇଭଳି ପିଲାମାନେ, ଆଜି ଏ ଗପଟି ବିଲୁଆ ଆଉ ହାତୀକି ନେଇକି ଏ ଗପଟିକୁ ଆଜି ଆମେ ଭଲ ଭାବରେ ପଢ଼ିବା। ନିହାତି ଭାବରେ ମଜା ଗପଟିଏ ପିଲାମାନେ। ତ ପିଲାମାନେ, ପଢ଼ିବା ପୂର୍ବରୁ ଗପଟିକୁ, ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ, ମୁଁ ଯେତେବେଳେ ବି ଏହିଭଳି ଗୋଟିଏ ଲେଖାଏଁ ମଜା ଗପ ପଢ଼ିବି, ସଙ୍ଗେ ସଙ୍ଗେ ତମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ, ଆଉ ତମମାନେ ଘରେ ବସି ଏହିଭଳି ଗୋଟିଏ ଲେଖାଏଁ ପ୍ରତ୍ୟେକ ଦିନ ମଜା ଗପ ପଢ଼ିପାରିବ ଏବଂ ଶୁଣିପାରିବ। ତ ପିଲାମାନେ, ପ୍ରଥମେ ଆମେ ଗପଟିକୁ ପଢ଼ି ନେବା। ତ ପିଲାମାନେ, ଗପଟିର ନାଁ କ'ଣ? ବିଲୁଆର କାରସାଦି ଧରା ପଡ଼ିଲା। ତ ପିଲାମାନେ, ବିଲୁଆ ଯେହେତୁ ବହୁତ ଚାଲାକ, ସେ କୋଉଭଳି ଭାବରେ କାରସାଦି କରିଛି ହେଲା, ହାତୀକୁ ସେ କିପରି ମାରିବ ବୋଲି ସେଇ ଗପଟିକୁ ଆଜି ଆମେ ଭଲ ଭାବରେ ପଢ଼ିବା। ତ ପିଲାମାନେ, ଏଠି ତମମାନେ ଛବିରେ ଗୋଟିଏ ହାତୀ ଆଉ ବିଲୁଆକୁ ଦେଖିପାରୁଥିବ। ତ ଦେଖିବା ପିଲାମାନେ, ବିଲୁଆ କୋଉଭଳି ଭାବରେ କାରସାଦି କରିଛି ହାତୀକୁ ମାରିବା ପାଇଁ, ଆଉ ଶେଷରେ ତାର ଫଳାଫଳ ମଧ୍ୟ କ'ଣ ହେଲା। ତ ପିଲାମାନେ, ଏବେ ଆମେ ପଢ଼ିବା ଗପଟିକୁ। ଥରେ ବଡ଼ ହାତୀଟିଏ ହାଲିଆ ହୋଇ ଗୋଟିଏ ଗଛ ତଳେ ଠିଆ ହୋଇଥାଏ। ତ ପିଲାମାନେ, ଥରେ କ'ଣ ହେଇଛି ନା, ଗୋଟିଏ ବଡ଼ ହାତୀଟିଏ ହାଲିଆ ହୋଇ କ'ଣ କରିଛି ନା, ଗୋଟିଏ ଗଛ ତଳେ ଠିଆ ହୋଇଯାଇଥାଏ। ଯେହେତୁ ସେ ହାଲିଆ ହୋଇଯାଇଛି ବା ଥକି ଯାଇଛି, ସେଥିପାଇଁ ସେ ଗୋଟିଏ ଗଛ ତଳେ ବିଶ୍ରାମ ନେଉଛି। ସେଦିନ ଗୋଟିଏ ବିଲୁଆ କିଛି ଖାଇବାକୁ ନ ପାଇ ବୁଲି ବୁଲି ସେଠାକୁ ଆସିଲା। ତ ପିଲାମାନେ, ଯେଉଁ ସମୟରେ ହାତୀଟି ଗଛ ତଳେ ବିଶ୍ରାମ ନେଉଛି, ସେହି ସମୟରେ ବିଲୁଆଟି କ'ଣ କରିଛି ନା, କିଛି ଖାଇବାକୁ ନ ପାଇ ବୁଲି ବୁଲି ଆସି ସେଇ ଗଛ ପାଖରେ ପହଞ୍ଚିଲା ବା ହାତୀ ପାଖରେ ପହଞ୍ଚିଲା। ହାତୀକୁ ଦେଖି ସେ ଭାବିଲା, ଯଦି ସେ ହାତୀକୁ ଭୁଲେଇ ନେଇ ମାରିଦେବ, ତେବେ ସେ ଓ ତା ପରିବାର କେତେ ମାସ ଯାଏ ଖାଇପାରିବେ। ତ ପିଲାମାନେ, ଯେହେତୁ ବିଲୁଆ ବହୁତ ଚାଲାକ, ସେ ହାତୀ ପାଖରେ ପହଞ୍ଚୁ ପହଞ୍ଚୁ ସେ ଏଇଆ ସଙ୍ଗେ ସଙ୍ଗେ ସ୍ଥିର କରୁଛି ଯେ, ହାତୀକୁ ଦେଖି ସେ ଭାବିଲା କ'ଣ, ସାଙ୍ଗେ ସାଙ୍ଗେ ଦେଖିକି ହାତୀକୁ ଭାବି ଦେଇଛି ଯେ, ଯଦି ସେ ହାତୀକୁ କଳେ ବଳେ କୌଶଳେ ଯଦି ମାରିପାରନ୍ତା ହେଲା, ତେବେ ସେ ନିଜେ ଆଉ ତାର ସପରିବାର ମାସେ ଯାଏ ତାକୁ ପଡ଼ି ଖାଇବେ ହେଲା। ଯେହେତୁ ହାତୀ ବହୁତ ବଡ଼ ଜୀବ, ଏଇ କଥା ବିଲୁଆ ମନରେ କ'ଣ ପ୍ରଶ୍ନ ଆସିଛି ହେଲା। ବିଲୁଆ ମନ କଥା ମନରେ ରଖି ହାତୀକୁ କହିଲା, ହେ ହାତୀ ରାଜା, ତୁମେ କେତେ ବଡ଼। ତ ପିଲାମାନେ, ବିଲୁଆଟି ଏଇ କଥା ଭାବି ସାରିବା ପରେ ତାର ମନ କଥା ମନରେ ରଖି ସେ ହାତୀକି ସାଙ୍ଗେ ସାଙ୍ଗେ କହୁଛି କ'ଣ, ହେ ହାତୀ ରାଜା, ତୁମେ କେତେ ବଡ଼, ତୁମେ କେତେବେଳେ କେତେ ତାଳ କାମୁଡ଼ି ଖାଉଛ। ତ ପିଲାମାନେ, ସେ ହେଠୁ ହାତୀକୁ କହୁଛି ଯେ, ତୁମେ କେତେବେଳେ କେତେ ତାଳ କାମୁଡ଼ି ଖାଉଛ, ତୁମେ ତାଳ ଖାଇବାକୁ ଭଲ ପାଅ। ହାତୀର ତାଳ ଖାଇବା କଥା ମନେ ପଡ଼ିଯିବାରୁ ସେ କହିଲା, ତାଳ ଖାଇବାକୁ ମୋତେ ବହୁତ ଭଲ ଲାଗେ, ହେଲେ ଏଇ ବଣ ଭିତରେ ତାଳ ଗଛ କେଉଁଠୁ ଆସିବ? ବିଲୁଆ ତৎକ୍ଷଣାତ୍ କହିଲା, ଏଇ ବଣଠାରୁ କିଛି ଦୂରରେ ତାଳ ଗଛ, ନଡ଼ିଆ ଗଛ କେତେ ଅଛି, ସେଠି ତାଳ ଗଛ, ନଡ଼ିଆ ଏବେ ଫଳିଲାଣି। ତୁମେ ସେଠାକୁ ଯାଇ ତାଳ ନଡ଼ିଆ ଗଛ ହଲେଇ ଦେଇ କେତେ ତାଳ ନଡ଼ିଆ ତଳେ ପଡ଼ିବ, ତୁମେ ସେଇଠି ଆରାମରେ ଖାଇପାରିବ। ତ ପିଲାମାନେ, ବିଲୁଆଟି ସତରେ କେତେ ଚାଲାକ। ସେ କିପରି ହାତୀକୁ ମାରିବ ସେଇ କଥା ସେ ଏଠି ସ୍ଥିର କରୁଛି, ଆଉ ସେ ହାତୀକୁ ପ୍ରଶ୍ନ ପଚାରୁଛି, ହେ ହାତୀ ରାଜା, ତୁମେ କେତେ ସତରେ ଦେଖିବାକୁ ବହୁତ ବଡ଼, କେତେ ବଡ଼ ତମେ? ତାପରେ କହୁଛି, ତୁମେ କେତେବେଳେ କେତେ ତାଳ କାମୁଡ଼ି ଖାଉଛ। ତ ପିଲାମାନେ, ସେଠୁ ହାତୀକୁ କହୁଛି ଯେ କ'ଣ ନା, ତମେ କେତେ ତାଳ କାମୁଡ଼ି ଖାଉଛ। କାହିଁକି ନା ହାତୀକୁ ଏଇଭଳି କଥା କହିଲେ ହାତୀକୁ କ'ଣ ତାଳ ଖାଇବାକୁ ଇଚ୍ଛା ହବ, ଆଉ ସେ ତାଳ ଗଛ ପାଖକୁ ଯିବ। ତୁମେ ତାଳ ଖାଇବାକୁ ଭଲ ପାଅ। ହାତୀ ତାଳ ଖାଇବା କଥା ମନେ ପଡ଼ିଯିବାରୁ ସେ କହିଲା। ତ ପିଲାମାନେ, ହାତୀ ଯେହେତୁ ତାଳ ଖାଏ, ବିଲୁଆ ସେଠୁ କ'ଣ କଲା ନା, ହାତୀକୁ ତାଳ ଖାଇବା କଥା ମନେ ପକେଇଦେଲା। ହାତୀର ମଧ୍ୟ ତାଳ ଖାଇବା କଥା ମନେ ପଡ଼ିଗଲା ହେଲା। ମନେ ପଡ଼ିଯିବାରୁ ସେଠୁ ହାତୀ କ'ଣ କହୁଛି ନା, ମୋତେ ତାଳ ଖାଇବାକୁ ବହୁତ ଭଲ ଲାଗେ, ହେଲେ ଏଇ ବଣରେ ତାଳ ଗଛ କେଉଁଠୁ ଆସିବ? ଏ ବଣରେ କ'ଣ ତାଳ ଗଛ ଜମା ବି ନାହିଁ। ବିଲୁଆ ସେଇଠୁ ତৎକ୍ଷଣାତ୍ କହୁଛି କ'ଣ ନା, ବିଲୁଆ କହୁଛି, ବଣଠାରୁ କିଛି ଦୂରରେ ତାଳ ଗଛ, ନଡ଼ିଆ ଗଛ କେତେ ଅଛି। ତ ପିଲାମାନେ, ବିଲୁଆଟି ଯେହେତୁ କୌଶଳ କରି ହାତୀଟିକୁ ମାରିବା ପାଇଁ ଚାହୁଁଛି, ସେଥିପାଇଁ ସେ ହାତୀକୁ କହୁଛି କ'ଣ ନା, ଏଇ ବଣଠାରୁ କିଛି ଦୂରରେ ନା ତାଳ ଗଛ, ନଡ଼ିଆ ଗଛ ଏସବୁ ଗଛ ଅଛି, ସେଠି ତାଳ ନଡ଼ିଆ ଏବେ ଫଳିଲାଣି ହେଲା।
ତୁମେ ସେଠାକୁ ଯାଇ ତାଳ ନଡ଼ିଆ ଗଛ ହଲେଇ ଦେଲେ କେତେ ତାଳ ନଡ଼ିଆ ତଳେ ପଡ଼ିବ। ତୁମେ ସେଇଠି ଆରାମରେ ଖାଇପାରିବ। ତ ପିଲାମାନେ ତାପରେ ଦେଖିବା ଏଠି ବିଲୁଆଟି ପୁଣି କୌଶଳ କରି କ'ଣ ପାଇଁ ସେଠିକି କ'ଣ ହାତୀକୁ ଡାକି ନେଉଛି ଆଉ ପୁଣି କହୁଛି ଯେ ସେଠାରେ ଅନେକ ତାଳ ନଡ଼ିଆ ଫଳିଲାଣି ଆଉ ତୁମେ ସେଠାକୁ ଚାଲ ଆଉ ତୁମେ ସେଠି ବସି ଆରାମରେ ଖାଇପାରିବ। ତ ପିଲାମାନେ ଦେଖିବା ତାପରେ କ'ଣ ହେଉଛି ସେମାନଙ୍କ ଭିତରେ। ବିଲୁଆଠୁ ଏ କଥା ଶୁଣି ହାତୀ ତରତର ହୋଇ ଦୌଡ଼ିଲା ତାଳ ଗଛ ପାଖକୁ। ତ ପିଲାମାନେ ବିଲୁଆଠୁ ଏଇଭଳି କଥା ଶୁଣି ସାରିବା ପରେ ହାତୀଟି କ'ଣ କଲା ନା ତରତର ହୋଇ ତାଳ ଗଛ ପାଖକୁ ଦୌଡ଼ିବାକୁ ଲାଗିଲା। ଯେହେତୁ ତାର ତାଳ ଖାଇବାକୁ ଇଚ୍ଛା ହେଉଛି ଆଉ ବିଲୁଆ ତାକୁ ତାଳ ନଡ଼ିଆ ଖାଇବା କଥା ମନେ ପକାଇ ଦେଇଛି, ସେଥିପାଇଁ ସେ କ'ଣ କରିଛି ନା ବିଲୁଆ ମୁହଁରୁ ଏଭଳି କଥା ଶୁଣି ସାରିବା ପରେ ସେ ତରତର ହୋଇ ବାହାରି ପଡ଼ିଛି କେଉଁଠାକୁ ନା ତାଳ ଗଛ ନଡ଼ିଆ ଗଛ ପାଖକୁ। ସେଠାରେ ଯାଇ ଦେଖିଲା ଯେ ଗଛରେ ତାଳ ନଡ଼ିଆ ବହୁତ ଧରିଛି। ତ ପିଲାମାନେ ହାତୀଟି ସେ ଗଛ ପାଖରେ ଯାଇ ଯେତେବେଳେ ପହଞ୍ଚିଛି ଆଉ ଦେଖିଛି ଯେ ସେ ଗଛରେ ତାଳ ଆଉ ନଡ଼ିଆ ବହୁତ ପରିମାଣରେ ହୋଇଛି, ସେ ଆଉ ଡେରି ନ କରି ଟିକେ ତାଳ ଗଛକୁ କ'ଣ ଟିକେ ନଡ଼ିଆ ଗଛକୁ ହଲଉଥାଏ। ତ ପିଲାମାନେ ସେଇଠୁ ହାତୀଟି ଆଉ କ'ଣ କଲା ନା ଯେତେବେଳେ ସେ ଦେଖିଲା ଗଛରେ ବହୁତ ସାରା ନଡ଼ିଆ ବହୁତ ସାରା ତାଳ ହୋଇଛି, ସେ ଆଉ ନିଜକୁ ସମ୍ଭାଳି ନ ପାରି ସେ କ'ଣ କରୁଥାଏ ନା ତାଳ ଗଛକୁ ନଡ଼ିଆ ଗଛକୁ ସେଇଭଳି ହଲେଇ ଚାଲିଥାଏ। ହେଲେ ତାଳ କି ନଡ଼ିଆ ତଳେ ପଡୁନଥାଏ। ତ ପିଲାମାନେ ତାଳ ଆଉ ନଡ଼ିଆ ତଳେ ପଡୁନଥାଏ କାହିଁକି ନା ତାଳ ପାଚିଲେ କ'ଣ ଗଛରୁ ପଡ଼ିଥାଏ ନା ନଡ଼ିଆ ବି ପାଚିଲେ ତଳେ ପଡ଼ିଥାଏ। ଯେହେତୁ କଞ୍ଚା ଅଛି ତାଳ ନଡ଼ିଆ ବା ପଡ଼ିବ କୋଉଠୁ? କାହିଁକି ନା ଏଠି ବିଲୁଆ କ'ଣ କରିଛି ନା କୌଶଳ କରି ହାତୀକୁ ସେ ଗଛ ପାଖକୁ ପଠାଇଛି। ତ ଦେଖିବା ପିଲାମାନେ ସେ ଗଛ ପାଖରେ ଏମିତି କ'ଣ ଅଛି ଯେ ହାତୀକୁ ସେ ମାରିବା ପାଇଁ ଷଡ଼ଯନ୍ତ୍ର କରିଛି। ସେଇ ତାଳ ଗଛରେ ଗୋଟିଏ ବାଇ ଚଢ଼େଇ ବସା କରି ରହିଥାଏ। ତ ପିଲାମାନେ ହାତୀ ଯୋଉ ତାଳ ଗଛକୁ ହଲଉଥିଲା ହେଲା, ସେଇ ତାଳ ଗଛରେ କ'ଣ ହେଇଛି ନା ଗୋଟିଏ ବାଇ ଚଢ଼େଇଟିଏ ବସା କରି ରହିଥିଲା। ତ ପିଲାମାନେ ହାତୀର ଏଇ କ'ଣ ତାଳ ଗଛ ହଲେଇବା ଦେଖି ବାଇ ଚଢ଼େଇଟି ହାତୀ ପାଖକୁ ଆସି କ'ଣ କହିଲା ଶୁଣିବା। ସେ ଦେଖିଲା ଯଦି ତାଳ ଗଛ ଉପୁଡ଼ିଯିବ ତେବେ ତାର ବସା ତଳେ ପଡ଼ିଯିବ ଓ ସେ ରହିବାକୁ ହଇରାଣ ହୋଇଯିବ। ତ ପିଲାମାନେ ବାଇ ଚଢ଼େଇଟି ଭାବୁଛି ଯେ ହାତୀ ଯେହେତୁ ଗୋଟିଏ ବହୁତ ବଡ଼ ଜୀବ ଆଉ ସେ ଯାଇକି କ'ଣ କରୁଛି ନା ତାଳ ଗଛକୁ ହଲାଉଛି ଆଉ ତାଳ ଗଛ ମଧ୍ୟ ସେଇ ସମୟରେ ବହୁତ ଜୋରେ ହଲିବାକୁ ଲାଗୁଛି। ଏସବୁ ଦେଖିକି କ'ଣ ବାଇ ଚଢ଼େଇ ବହୁତ ଭୟଭୀତ ହୋଇଯାଇଛି ଆଉ ସେ ସାଙ୍ଗେ ସାଙ୍ଗେ ଚିନ୍ତା କରିଛି ଯେ କ'ଣ ନା ତାର ଏଇ ହାତୀ ଗଛକୁ ହଲେଇବା ସମୟରେ ତାର ବସା ତଳେ ପଡ଼ିଯିବ ଆଉ କ'ଣ ବସା ଭାଙ୍ଗିଯିବ ଆଉ ସେ ହଇରାଣ ହୋଇଯିବ ହେଲା। ଏଣୁ ସେ ତା ବସାରୁ ଉଡ଼ି ଆସି ହାତୀ ପିଠି ଉପରେ ବସି ହାତୀକୁ କହିଲା। ତ ପିଲାମାନେ ସେ ଆଉ ସଙ୍ଗେ ସଙ୍ଗେ ଡେରି ନ କରି ସେ ଆସି ସଙ୍ଗେ ସଙ୍ଗେ କ'ଣ କଲା ନା ହାତୀର ପିଠି ଉପରେ ବସିଗଲା। ବସି ଯାଇକି ହାତୀକୁ କହିଲା ତୁମେ ସତରେ ବହୁତ ବଡ଼ ଜୀବ। ତ ପିଲାମାନେ ହାତୀକୁ କହୁଛି ଯେ କିଏ କହୁଛି ନା ବାଇ ଚଢ଼େଇଟି କହୁଛି ସତରେ ତୁମେ ବହୁତ ବଡ଼ ଜୀବ, ହେଲେ ତୁମେ ଏତେ ଚାଲାକ ନୁହେଁ। ତ ପିଲାମାନେ ସେଇଠୁ ପୁଣି ହାତୀକୁ କହୁଛି ଯେ ତୁମେ ଦେଖିବାକୁ ବହୁତ ବଡ଼ ସତ କିନ୍ତୁ ତମେ ଚାଲାକ ନୁହେଁ। ତୁମେ ଜାଣିନା ଯେ ତାଳ କି ନଡ଼ିଆ ଗଛରେ ନ ପାଚିଲେ ଯେତେ ହଲେଇଲେ ବି ଫଳ ଗଳିବନି। ତ ପିଲାମାନେ ସେଇଠୁ ହାତୀକି କହୁଛି ବାଇ ଚଢ଼େଇଟି ତମେ ବେକାରଟାରେ ଗଛକୁ ହଲାଉଛ, ତମେ କ'ଣ ଜାଣିନ ଯେ କ'ଣ ତାଳ କି ନଡ଼ିଆ ନ ପାଚିଲେ ତଳେ ପଡ଼େନି, ସେଗୁଡ଼ିକ ପାଚିଗଲେ ଛାଏଁ ତଳେ ପଡ଼ିଯିବ। ତ ପିଲାମାନେ ବାଇ ଚଢ଼େଇଟି କହୁଛି ଯେ ତାଳ କି ନଡ଼ିଆ ଯଦି ପାଚିଯାଏ ସେ କ'ଣ ହବ ନା ଆପେ ଆପେ ତଳେ ଗଡ଼ି ପଡ଼ିଯିବ ହେଲା, ତମେ ଯେତେ ହଲେଇଲେ ବି ସେ ତଳେ ପଡ଼ିବନି ହେଲା। ବାଇ ଚଢ଼େଇଟି ଏଇ କଥା ସୁନ୍ଦର ଭାବରେ ବୁଝାଇକି ହାତୀକି କହୁଛି। ତ ପିଲାମାନେ ଏଇ ବାଇ ଚଢ଼େଇର କଥା ଶୁଣିବା ପରେ ହାତୀଟି କ'ଣ କହୁଛି ବାଇ ଚଢ଼େଇକି ଶୁଣିବା। ତାପରେ ପିଲାମାନେ ବାଇ ଚଢ଼େଇଟି ପୁଣି ଆଉଥରେ ହାତୀକୁ କହୁଛି ତୁମେ ଗଛ ହଲଉ ହଲଉ ଯଦି ଗଛ ଉପୁଡ଼ିଯିବ ତେବେ ତୁମ ଉପରେ ବି ପଡ଼ିଯାଇପାରେ। ସବୁଠୁ ବଡ଼ କଥା ହେଉଛି ଏ ଗଡ଼ିଆକୁ ଦେଖ କେତେ ପାଣି ଅଛି। ତ ପିଲାମାନେ ବାଇ ଚଢ଼େଇଟି ହାତୀକୁ କହୁଛି ହେଲା, କ'ଣ କହୁଛି ନା ତୁମେ ଗଛ ହଲଉ ହଲଉ ଯଦି ଗଛ ଉପୁଡ଼ିଯିବ ତେବେ ତୁମ ଉପରେ ବି ଗଛ ପଡ଼ିଯାଇପାରେ ହେଲା। ସବୁଠାରୁ ବଡ଼ କଥା ହେଉଛି ଯେ ଏଇ ଗଛ ପାଖରେ ଥିବା ଗଡ଼ିଆକୁ ଦେଖ, ସେ ଗଡ଼ିଆରେ କେତେ ପାଣି ଅଛି। ତୁମେ ଗଛ ହଲଉ ହଲଉ ଅସାବଧାନତାରେ ଯଦି ଗଡ଼ିଆରେ ପଡ଼ିଯାଅ ତ ପିଲାମାନେ ସେଇଠୁ ବାଇ ଚଢ଼େଇଟି ମଧ୍ୟ କହୁଛି ଯେ ଏଇ ଗଛ ପାଖରେ ଏଇ ଗଡ଼ିଆକୁ ଦେଖ କେତେ ପାଣି ଅଛି ସେ ଗଡ଼ିଆରେ, ତୁମେ ଯଦି ଏ ଗଛକୁ ହଲଉ ହଲଉ ଗଛ ଯଦି ଉପୁଡ଼ିଯାଏ ଆଉ ତୁମେ ଯଦି ଅସାବଧାନତାରେ ଯଦି ଗଡ଼ିଆରେ ପଡ଼ିଯାଅ
ସେଠୁ ତୁମେ ଆଉ ଉଠି ପାରିବନି। ତ ପିଲାମାନେ ଯେହେତୁ ଗଢ଼ିଆଟି ବହୁତ ଗଭୀର ଆଉ ବହୁତ ପାଣି ଥିଲା, ସେଥିପାଇଁ ବାଇ ଚଢ଼େଇଟି ହାତୀକୁ କହୁଛି, ଯଦି ତମେ ଏ ତାଳ ଗଛକୁ ହଲଉ ହଲଉ ଗଛଟି ଉପୁଡ଼ିଯାଏ, ଆଉ ଯଦି ତମେ ପାଣିରେ ପଡ଼ିଯାଅ, ତାହେଲେ ତମେ ଏଠୁ ଉଠି ପାରିବନି। ତୁମର କ'ଣ ହେବ ତୁମେ ଜାଣିପାରୁଛ? ତ ପିଲାମାନେ ଶେଷରେ ବାଇ ଚଢ଼େଇଟି କହୁଛି ଯେ ହାତୀକୁ, ତୁମର କ'ଣ ହେବ ତୁମେ ଜାଣିପାରୁଛ ତ? ବାଇ ଚଢ଼େଇର କଥା ଶୁଣି ହାତୀ ମନେ ପକାଇଲା ଯେ ବିଲୁଆ ତାକୁ ଚାଲାକରେ ଏଠିକି ତାଳ ଖାଇବାକୁ ପଠେଇଛି, କାରଣ ଯଦି ହାତୀ ଗଡ଼ିଆରେ ପଡ଼ିଯାଏ ତାକୁ କିଏ ଉଠେଇବ? ତ ପିଲାମାନେ ସେଇଠୁ ବାଇ ଚଢ଼େଇର ଏଭଳି ସୁନ୍ଦର କଥା ଶୁଣିବା ପରେ ହାତୀ ହଠାତ୍ କ'ଣ ମନେ ପକାଇଛି ଯେ ବିଲୁଆ ଯେହେତୁ ବହୁତ ଚାଲାକ, ହେଲା, ବିଲୁଆ ତାକୁ ଚାଲାକରେ ଏପରି କ'ଣ ଠକିବା ପାଇଁ କହିଛି, ଆଉ ବିଲୁଆ ତାକୁ ଖାଇବାକୁ କ'ଣ ତାଳ ଖାଇବାକୁ ପଠେଇଛି, କାରଣ ଯଦି ହାତୀ ଗଡ଼ିଆରେ ପଡ଼ିଯାଏ ଆଉ ତାକୁ କ'ଣ ସେ ଗଡ଼ିଆରେ ପଡ଼ି ଯଦି ମରିଯାଏ, ସେ ନିଜେ ଆଉ ତାର ସପରିବାର ମିଶି ତାକୁ ଖାଇବେ। ହେଲା, ସବୁଠାରୁ ବଡ଼ କଥା ହେଉଛି ଯେ ହାତୀକୁ ଗଡ଼ିଆରୁ ଉଠେଇବ କିଏ? ହେଲା, ଓହୋ, ସେ ଏଇ ଗଡ଼ିଆରେ ପଡ଼ିଗଲେ ବିଲୁଆ ତାକୁ ଖାଇବ। ତ ପିଲାମାନେ ହାତୀ ବି ସେଇଠୁ ମନେ ପକାଇଛି ଯେ ସେ ବିଲୁଆ ଯେହେତୁ ବହୁତ ଚାଲାକ, ହେଲା, ସେ ଗଡ଼ିଆରେ ପଡ଼ିଗଲେ ବିଲୁଆ ତାକୁ ଖାଇବ। ଏ କଥା ହାତୀ ହଠାତ୍ କ'ଣ ମନେ ପକାଇଛି। କଥାଟା ବୁଝିଯାଇ ହାତୀ ବାଇ ଚଢ଼େଇକୁ ସାବାସି ଦେଇ ବିଲୁଆ ପାଖକୁ ଦୌଡ଼ିଲା। ତ ପିଲାମାନେ ବାଇ ଚଢ଼େଇ ଯେହେତୁ ବହୁତ ସୁନ୍ଦର ଭାବରେ ହାତୀଟିକୁ ବୁଝାଇ କହିଲା ଯେ ତମେ ଏଇ ଗଡ଼ିଆରେ ପଡ଼ି ଯାଇପାର, ହେଲା, ସବୁଠାରୁ ବଡ଼ କଥା ହେଉଛି ତମେ ଏଇ ଗଡ଼ିଆରେ ପଡ଼ି ଯାଇପାର, ଏଇ ଗଭୀର ଗଡ଼ିଆରେ ଯେହେତୁ ବହୁତ ପାଣି ଅଛି, ତମେ ଏଇ ଗଡ଼ିଆରେ ପଡ଼ିଲେ ଆଉ ଉଠି ପାରିବ ନାହିଁ, ବା ତମକୁ ଏ ଗଡ଼ିଆରୁ ଉଠେଇବ କିଏ? ହେଲା, ଏସବୁ କଥା ଶୁଣିବା ପରେ ସେ ହାତୀଟି କ'ଣ କରିଛି ନା ବିଲୁଆର ସବୁ ଚାଲାକି ବିଷୟରେ ଜାଣିଯାଇଛି। ହେଲା, ସେ ଆଉ ଡେରି ନ କରି ସେ ସଙ୍ଗେ ସଙ୍ଗେ କାହା ପାଖକୁ ଯାଇଛି ନା କାହା ପାଖକୁ ଯାଇଛି ପିଲାମାନେ? ବିଲୁଆ ପାଖକୁ ଦୌଡ଼ି ଯାଇଛି। ଆଉ ସେଇ ସମୟରେ ହଠାତ୍ ମଧ୍ୟ ସେ ବାଇ ଚଢ଼େଇକୁ ସାବାସ ବା ଧନ୍ୟବାଦ ଜଣାଇଛି। ହେଲା, ତାପରେ ଦେଖିବା ପିଲାମାନେ କ'ଣ ହେଲା। ବାଇ ଚଢ଼େଇକୁ ସାବାସି ଦେଇ ବିଲୁଆ ପାଖକୁ ଦୌଡ଼ିଲା। ତ ପିଲାମାନେ ହାତୀଟି ବାଇ ଚଢ଼େଇକୁ ସାବାସି ବା ଧନ୍ୟବାଦ ଜଣାଇଲା। ହେଲା, ବିଲୁଆର ସବୁ କୌଶଳ ବା ଚାଲାକ ସବୁ ଜାଣି ସାରିବା ପରେ ସେ ବାଇ ଚଢ଼େଇକୁ ଧନ୍ୟବାଦ ବା ସାବାସି ଜଣାଇ ବିଲୁଆ ପାଖକୁ ଦୌଡ଼ିଲା। ହାତୀ ଦୌଡ଼ିଲା ବେଳକୁ ବିଲୁଆ ତା ପରିବାର ସହ ଖେଳି ଖେଳି ଖୁସିରେ ଆସୁଛି। ତ ପିଲାମାନେ ହାତୀ ଯେତେବେଳେ ବିଲୁଆ ପାଖକୁ ଯାଉଛି, ବିଲୁଆ ସେଠୁ କ'ଣ କରୁଛି ନା ତା ସପରିବାରକୁ ସାଙ୍ଗରେ ଧରିକି ସେ ଖେଳି ଖେଳି ଖୁସିରେ ଆସୁଛି। କାହିଁକି ନା ସେ ମନେ ମନେ ଭାବି ଦେଇଛି ଯେ ହାତୀ ସେ ଗଛ ପାଖକୁ ଯାଇଛି, ଆଉ ସେ ଗଛକୁ ହଲେଇବା ସମୟରେ ସେ ଗଡ଼ିଆରେ ପଡ଼ି ଯାଇଥିବ, ଆଉ ସେ ଗଡ଼ିଆରେ ବୁଡ଼ି ମରିଯାଇଥିବ। ମୁଁ ଆଉ ମୋ ପରିବାର ମିଶି କ'ଣ ଖୁସିରେ ବହୁତ ଦିନ ଧରି ତାକୁ ଖାଇବୁ। ସେଥିପାଇଁ ସେ ତାର ସପରିବାରକୁ ସାଙ୍ଗରେ ଧରି ବହୁତ ଖୁସି ମନରେ ଆସୁଛି। ହାତୀ ଆଉ ଡେରି ନ କରି ତା ଥୋଡ଼ ପାହୁଲାରେ ବିଲୁଆକୁ ଉଠେଇ ନେଇ ତଳେ କାଚିଦେଲା। ତ ପିଲାମାନେ ହାତୀ ଯେହେତୁ ତାର ସବୁ ଚାଲାକି ବା କୌଶଳ କ'ଣ ଜାଣିଗଲା, ହେଲା, ସେଥିପାଇଁ ସେ ବହୁତ ଜୋରେ ରାଗିଗଲା। ରାଗି ଯାଇକି କ'ଣ କଲା ନା ତା ଯୋଉ ଥୋଡ଼ ପାହୁଲାରେ ସେ ବିଲୁଆକୁ ଉଠେଇ ନେଲା। ଉଠେଇ ନେଇକି କ'ଣ ଟେକିକି ତଳେ କଚାଡ଼ି ଦେଲା। ବିଲୁଆ 6-7 ଗଡ଼ା ଖାଇ ତା ପରିବାର ନେଇ ତା ଗାତ ପାଖକୁ ଦୌଡ଼ିଲା। ତ ପିଲାମାନେ ସେଇଠୁ ବିଲୁଆଟି ଆଉ କ'ଣ କଲା ନା ବିଲୁଆ ଡରିକି କ'ଣ 6-7 ଗଡ଼ା ଖାଇସାରିବା ପରେ, ହାତୀ ଯେହେତୁ ତାକୁ କଚାଡ଼ି ଦେଲା, ହେଲା, ତାପରେ ସେ 6-7 ଗଡ଼ା ଖାଇସାରିବା ପରେ ତା ସପରିବାରକୁ ନେଇକି ତା ଗାତ ପାଖକୁ ଦୌଡ଼ିକି ପଳାଇଗଲା। ବାଇ ଚଢ଼େଇର ବସା ରହିଲା। ହାତୀ ବି ହଇରାଣ ହେବାରୁ ଉଧୁରି ଗଲା। ତ ପିଲାମାନେ ବାଇ ଚଢ଼େଇର ବି ଜୀବନ ବଞ୍ଚିଗଲା, ଆଉ ତା ବସା ବି କ'ଣ ଭାଙ୍ଗିଲାନି, ରହିଗଲା। ଆଉ ହାତୀ ବି ହଇରାଣ ହେବାରୁ ଉଧୁରି ଗଲା। ଯେହେତୁ ହାତୀ ବହୁତ ବଡ଼, ଗଡ଼ିଆରେ ପଡ଼ିଲେ ତାକୁ କେହି ବି ଉଠେଇ ପାରିବେ ନାହିଁ। ହେଲା, ବିଲୁଆ ଯେହେତୁ ବହୁତ ଚାଲାକ, ସେ ଜାଣି ଜାଣି ହାତୀକୁ ସେ କ'ଣ ତାଳ ଗଛ ପାଖକୁ ପଠାଇଛି। ସେ ଭାବିଛି ଯେ ତାଳ ଗଛକୁ ହଲାଇବା ସମୟରେ ହାତୀଟି ନିହାତି ଭାବରେ ଗଡ଼ିଆରେ ପଡ଼ିଯିବ, ଆଉ ସେ ମରିଯିବ। ମୁଁ ଆଉ ମୋ ପରିବାର ମିଶି ବହୁତ ଦିନ ଧରି ହାତୀକୁ ଖାଇବୁ। ଯେହେତୁ ବିଲୁଆଟି ବହୁତ ଦିନ ଧରି ଖାଇନଥିଲା, ବହୁତ ଦିନ ଧରି ଖାଦ୍ୟ ଖାଇବାକୁ ପାଉନଥିଲା, ସେଥିପାଇଁ ସେ ଏହିଭଳି ଷଡ଼ଯନ୍ତ୍ର କରିଥିଲା। କିନ୍ତୁ ହାତୀ ତାର ସବୁ ଚାଲାକି ବିଷୟରେ ଜାଣିପାରିଲା, ଆଉ ଶେଷରେ ତାର ଥୋଡ଼ ପାଉଲାରେ କ'ଣ କଲା ନା ତାକୁ ଧରି କଚାଡ଼ି ଦେଲା। ସେଠୁ ବିଲୁଆ ଡରି ସେଠାରୁ କ'ଣ ତା ସପରିବାର ସହ ସେଠୁ ଡରି ପଳାଇଲେ। ପର କଥାରେ ତରତର ହୋଇ ଭଳିଯିବା ଭଲ କଥା ନୁହଁ। ଠିକ୍ ବିଚାର କରି କାମ କରିବା ଉଚିତ। ତ ପିଲାମାନେ ଏ ଗପରୁ ଆମମାନେ କ'ଣ ଶିଖିଲେ ନା ପର କଥାରେ ତରତର ହୋଇ ଭଳିଯିବା ଭଲ କଥା ନୁହେଁ। ତ ପିଲାମାନେ ଏ ପର କଥା କ'ଣ ଶୁଣିକି ତରତର ହୋଇ କିଛି ବି କ'ଣ ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ। ହେଲା, ଠିକ୍ ବିଚାର କରି କାମ କରିବା ଉଚିତ। ତ ପିଲାମାନେ ଆମମାନେ ପର କଥା ଶୁଣିକି ତରତର ହୋଇକି କୌଣସି ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଆମେ ଏ ଗପରୁ ଜାଣିଲେ। କାହିଁକି ନା ଠିକ୍ ବିଚାର କରି କାମ କରିବା ଉଚିତ। ହେଲା, ତ ପିଲାମାନେ ମୁଁ ଆଶା କରୁଛି ନିହାତି ଭାବରେ ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ। ଯଦି ତମମାନଙ୍କୁ ଏଇ ଗପଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।